ହଁ ମ୍ୟାଡ଼ାମ୍ ନମସ୍କାର ମ୍ୟାଡ଼ାମ୍। ଆଜ୍ଞା ନମସ୍କାର। ଆପଣଙ୍କ ନାଁଟା କାଣା ମ୍ୟାଡ଼ାମ୍ କୁହନ୍ତୁ? ମୋ ନାଁ ଅର୍ପିଲି ଭୋଇ। ହୁଁ ଟୁନିଆମୁଣ୍ଡା ପ୍ରାଇମେରୀ ସ୍କୁଲରେ ଉପର ପ୍ରାଇମେରୀ ସ୍କୁଲରେ ଆସିଷ୍ଟାଣ୍ଟ ଟିଚର୍ ଅଛି। ହୁଁ ଆଉ ମୋର ଘରଟା ହେଉଛି ବୈଦପଲ୍ଲୀ। ମ୍ୟାଡ଼ାମ୍ ଆପଣ ଏଇ କେଞ୍ଜାନ ୱାଟର କାଁଥିଲେ ବ୍ୟବହାର କରୁଛନ୍ ମ୍ୟାଡ଼ାମ୍? ମୁଇଁ 2023ରେ ସେପ୍ଟେମ୍ବରରେ ଆଜ୍ଞା ମୋର ଗୋଡ଼ ହାତ ଫୁଲାଫୁଲି ହେଲା। ତାପରେ ଡକ୍ଟର ଗୋପାଳ ଅଗ୍ରୱାଲରେ ତାର ଟ୍ରିଟମେଣ୍ଟ ନେଲି। ତାପରେ ସେ ଆଜ୍ଞା ମୋତେ ଏଣ୍ଡୋସ୍କୋପି, ଅଲ୍ଟ୍ରାସାଉଣ୍ଡ, ତାପରେ ସବୁ ଟେଷ୍ଟ କରବାର୍ ଲାଗି କହିଲେ। ଆଜ୍ଞା ସେ ଟେଷ୍ଟ ପରେ ଜଣାଗଲା ଯେ ମୋର ପେଟ ଭିତରେ କିଛି ଡିଫେକ୍ଟ ଅଛି। ଆଜ୍ଞା ଆଜ୍ଞା ସେ ଅନୁସାରେ ମୁଇଁ ବୁର୍ଲା ଗୁପ୍ତା ଡାୟଗ୍ନୋଷ୍ଟିକ୍ ନିକେ ଯାଇକିରି ଅଲ୍ଟ୍ରାସାଉଣ୍ଡ କଲି, ଆଜ୍ଞା ଏଣ୍ଡୋସ୍କୋପି କଲି। ଆଜ୍ଞା ଆଉ ସେଥିରେ ବାୟସ୍ପିରେ ଆସିଲା ଅଲ୍ସର। ଆଜ୍ଞା ଅଲ୍ସରର 2.5 ମାସ ଧରିକିରି ମେଡ଼ିସିନ୍ ଖାଇଲି। ଆଜ୍ଞା ତାରପରେ ବି ସେ ଗୋଡ଼ ଫୁଲା ନାଇଁ କମିଲା। ଆଜ୍ଞା ତାପରେ ଯେନ୍ ଡକ୍ଟର ପ୍ରେସ୍କ୍ରାଇବ୍ କରିଥିଲେ ଆଜ୍ଞା ସେ ଡକ୍ଟର ମୋତେ ଅପରେସନ୍ କରବାର୍ ଲାଗି କହିଥିଲେ। କିନ୍ତୁ ଆଉ ଗୋଟେ ମୋର ଜଏଣ୍ଟ ଥିଲେ ବ୍ରହ୍ମପୁରରେ ଡକ୍ଟର ଅଛନ୍, ଆଜ୍ଞା ତାଙ୍କର ନାଁ ମେହେର ଗୁଟେ ସମେହେର। ସେ ମୋତେ ତାଙ୍କର ଅନୁସାରେ ସେ ଅଲ୍ସରର ମେଡ଼ିସିନ୍ ଖାଇଲି। ଆଜ୍ଞା 2.5 ମାସ ଖାଇଲା ପରେ ପୁଣି ଏଣ୍ଡୋସ୍କୋପି କରାଲି। ଆଜ୍ଞା ଏଣ୍ଡୋସ୍କୋପି କରାଲି ବେଲେ ସେ ବୁର୍ଲାର ଗୁପ୍ତା ଡାୟଗ୍ନୋଷ୍ଟିକ୍ର ସେ ଡକ୍ଟର ବୋଇଲେ କି ଡିଜିଜ୍ ତ ଜାଣିଲ ନା ଦରକାର ନାହିଁ ବୋଇଲେ ବୋଲେ। ତାପରେ ସେ ଜଏଣ୍ଟଟା ସେ ବୋଇଲେ ପୁରା ରିଅଲ୍ ଜିନିଷଟା କ୍ଲିଅର୍ ନାଇଁ ହେବାର ତ କାହିଁ ତମେ ହଁ କହିଦେଲ ବୋଲି। ତାପରେ ସେ ନିଜେ ବ୍ରହ୍ମପୁର ଡାକିଲେ। ବ୍ରହ୍ମପୁର ଯାଇକିରି ବ୍ରହ୍ମପୁରର ହସ୍ପିଟାଲରେ ସେଟା ପୁଣି ଥରେ ଏଣ୍ଡୋସ୍କୋପି କରାହେଲା, ଟେଷ୍ଟ କରାହେଲା। ସେଦିନ ଜଣାପଡ଼ିଲା ଯେ ମୋର ସେ ଖାଦ୍ୟନଳୀ ପାଖେ କ୍ୟାନ୍ସର ହେଇଯାଇଛି। ଆଉ ସେ କ୍ୟାନ୍ସରକେ ନେଇକିରି ତାପରେ ଟ୍ରିଟମେଣ୍ଟ, ତାପରେ ସେ ଯେତେ ଜଲ୍ଦି ପାରୁଛ ମ୍ୟାଡ଼ାମ୍କୁ ନଉନ୍ ଅନ୍ୟ ହସ୍ପିଟାଲକେ ଟ୍ରିଟମେଣ୍ଟ କରବାର୍ ଲାଗି ବୋଇଲେ। ତାପରେ ଟ୍ରିଟମେଣ୍ଟ କରବାର୍ ଲାଗି ତାପରେ ସମ୍ବଲପୁରର ମୋର ଭଉଣୀ ଜଇଁ ସେ ତାଙ୍କର ସାଙ୍ଗଟେ ନେଇଥିଲି ଏ କଟକର SCG ପଣ୍ଡା କ୍ୟାନ୍ସର ହସ୍ପିଟାଲକେ ଟ୍ରିଟମେଣ୍ଟ ଲାଗି। ସେ ତେହରୁ ଇନୁ ଭଲ ଡକ୍ଟର ମାନେ ଅଛନ୍ ବୋଲି ସେ ଜଣାଲି। ତାପରେ ଆମେ ସେଠାନକେ ଯାଇକିରି ମୁଇଁ ଲିଫ୍ଟ ନେଲି ମାସେ। ଆଉ ସେଥିରେ ଟ୍ରିଟମେଣ୍ଟ ହେଇକିରି ଫେରିଲୁ ବେଲେ ଏଟା ସର୍ଜରୀ କରାର ନାହିଁ ଯେ ଏଥିରେ ମେଡ଼ିସିନ୍ ଖାଇବାର୍କେ ପଡ଼ବା ବୋଲି। ଆଜ୍ଞା ପହଲାରୁ ମୁଇଁ ନୀତିଶ ଆଚାର୍ଯ୍ୟ ଡକ୍ଟରଙ୍କୁ ଦେଖାଲି, ସର୍ଜରୀ ଡକ୍ଟର। ଆଜ୍ଞା ସେ ତାପରେ ଦେଖିଲେ ସେ ପେଟ୍ ସିଟି କରାହେଲା, ସବୁ ଟେଷ୍ଟ କରାହେଲା। ଆଉ ତାକେ ବମ୍ବେ ସେ ସାମ୍ପୁଲ ପଠାହେଲା। ସବୁଥିରୁ ସବୁ ରିଜନ୍ରୁ ଜଣା ପଡ଼ିଲା। ଆଜ୍ଞା ତାପରେ ମେଡ଼ିସିନ୍ ଦ୍ୱାରା ମୁଇଁ ଆଜି ବର୍ଷେ 3 ମାସ ହେଲାନ ମେଡ଼ିସିନ୍ କଣ୍ଟିନ୍ୟୁ କରୁଛି। ଆଜ୍ଞା ପହଲାରୁ ମାସେ ବ୍ୟବଧାନରେ ଯାଉଥିଲି, 7-8 ମାସ ଖଣ୍ଡେ। ତାପରେ 2 ମାସ ଥରେ ଯାଉଥିଲି, 3 ମାସର ବ୍ୟବଧାନ ନେଇଛି। ନେକ୍ସଟ ମୋର ଜୁନ୍ରେ ଟ୍ରିଟମେଣ୍ଟ ଅଛି। ତାର ବାହାରେ ମୁଇଁ ଆମର ସାଙ୍ଗେ ଅଛନ୍ ସେ ଆଜ୍ଞା କୈଳାସ ଚନ୍ଦ୍ର ବେହେରା, ଏ କୈଳାସ ଚନ୍ଦ୍ର ସାହୁ, ଇ ସେଠ ତାଙ୍କର ଅନୁସାରେ ମୁଇଁ ଆଲକାଲାଇନ୍ ୱାଟରର ପାଣି ପିଇ କେନ୍ ପାଣି ପିଉଛନ୍? କେଙ୍ଗେନ୍ ୱାଟରର ପାଣି ପିଇକରି ମୁଇଁ ମୋର ଡିଜିଜ୍କେ କମେଇଛେ। ଆଗରୁ କେଞ୍ଜାନ ୱାଟର ପିଇବାର ଆଗରୁ ଆପଣ କେନ୍ତା ଥିଲେ, ଆଉ ପିଇଲା ପରେ କାଣା ପରିବର୍ତ୍ତନ ଫିଲ୍ କରିଛନ୍? ପରିବର୍ତ୍ତନଟା ବେଲେ ମୋର ସବୁ ଆଣ୍ଠୁ ଗଣ୍ଠି ବ୍ୟଥାଟା ମୋର ଆଗରୁ ଥିଲା, ନ୍ୟୁରୋ ପ୍ରୋବ୍ଲେମ୍ ସେଟା କମିଛି। ତାର ବାହାରେ ମୋର ଏ ଯେନ୍
ଖାଇବାର ପିଇବାର ଟିକେ ଯାହା ଖାଉଥିଲେ ବି ଝାଡ଼ା ପରିସ୍ରା ଟିକେ ସିରିୟସ୍ ହେଉଥିଲା ହୁଁ ହୁଁ ମେଡ଼ିସିନ ଖାଇଲେ ହୁଁ ପରିସ୍ରାଟା ପୁରା କମି ଯାଇଛି ହୁଁ ଆଉ ଝାଡ଼ା ବି ଠିକ୍ ଇନ୍ ଟାଇମ୍ରେ ଯାଉଛି ହୁଁ ଆଉ ମୋର ବଡ଼ିର ବି କିଛି ଚେଞ୍ଜ ହେଇଛି ହୁଁ। ଆପଣ ଆଗରୁ ହିମୋଗ୍ଲୋବିନ୍ କେତେ ଥିଲା ମ୍ୟାଡ଼ାମ୍ ଆପଣଙ୍କର? ମୋର ଯେତେବେଳେ ଡିଜିଜ୍ଟା ଷ୍ଟାର୍ଟ ହେଲା ହୁଁ ସେ ସମୟରେ ବହୁତ କମିଯାଇଥିଲା 6.3 ଥିଲା ହୁଁ ହୁଁ। ଇହାଦେ 8.9 ଆସିଲା ଆଚ୍ଛା ଆପଣ 6.3ରୁ 8.9 ଆଣିଲେ। ହଁ। ଆପଣ ଓଜନ କେତେ ଥିଲା ମ୍ୟାଡ଼ାମ୍? ୱେଟ୍ କେତେ ଥିଲା? ଓଜନ ସେ ସମୟରେ 54 କେଜି ଥିଲା ହଁ ହଁ ଏବେ କେତେ କେଜି ଅଛି? ବର୍ତ୍ତମାନ 59 କେଜି କେଞ୍ଜନ ପରେ 59 କେଜି ଅଛି। ହଁ। ବେଲେ ଆପଣ ଲୋକଙ୍କୁ କାଣା ମେସେଜ ଦେବେ ମ୍ୟାଡ଼ାମ୍? ସନ୍ଦେଶ କାଣା ଦେବେ ଆପଣଙ୍କର ହିସାବରେ କେଞ୍ଜନ ପାଣିଟା ବୋଲେ ଲୋକେ ପିଇବାର କଥା କି କାଣା? ଯେହେତୁ ଗୋଟେ ଡିଜିଜ୍ଟେ କ୍ୟୁର ହେଉଛି ସେ ଅନୁସାରେ ଲୋକ ପିଇଲେ ଟିକେ ଭଲ ହେଇପାରିବେ ଆଜ୍ଞା ଆଗକେ ନିଜର ପିଢ଼ି ବି ସେଥିରେ ସଫର ହେବେ ବୋଲି ମୋର ଆଶା ଦେଖୁନ୍ ଆମେ ଆପଣଙ୍କୁ ଯେତେବେଳେ ପହଲା ଦେଖିଥିଲୁ ଆପଣଙ୍କର ଚେହେରା କିଛି ଅଲଗା ଥିଲା ହେଲା ଆପଣ ଭଲ ଭାବେ କଥା ବି ନାଇଁ କହିପାରୁଥେ ହେଲା ସ୍ଲୋ ସ୍ପିକ୍ ଥିଲା ଏବେ ଆପଣ ବହୁତ ଇମ୍ପ୍ରୁଭ୍ ହେଇଛେ ଆଉ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଆପଣ ଜଲ୍ଦି ବହୁତ ଭଲ ଜଲ୍ଦି ଆସିଯାଉ ହେଲା ଆପଣ ରିପୋର୍ଟଟା ମ୍ୟାଡ଼ାମ୍ ଏଇଟା ଟିକେ ଦେଖନ୍ତୁ ହେଲା ମ୍ୟାଡ଼ାମ୍ ଏତିକି ରିପୋର୍ଟ ରଖିଛନ୍ ସବୁ ହେଲା ହଁ ଆଜ୍ଞା କେନ୍ କେନ୍ ହସ୍ପିଟାଲ ବି ଯାଇଥିଲେ ସବୁ ଅଛି ରିପୋର୍ଟ ମାନେ ଟିକେ ଫାଡ଼ୁନ୍ ତ ପହିଲାରୁ ଗୋପାଳ ଅଗ୍ରୱାଲ ହୁଁ ହୁଁ ତାପରେ